मंगलं भगवान् विष्णुः मंगलं मधुसूदन मंगलं पुंडरीकाक्षं मंगलं गरुडध्वज माधव माधव वाक्यं माधव माधव हरि स्मरन्ति साधवा नित्यं सकलकार्येषु माधवम् सकलकार्येषु माधवम् नीलाद्रिनाथं जगतामधीशं चिदं स्वरूपं शरणैकनाथं नीलाद्रिनाथं जगतामधीशं चिदं स्वरूपं शरणैकनाथं श्रीनीलगोत्राधिपतिवरेण्यं सुरेन्द्रवन्द्यं प्रणतोऽस्मि नित्यं सुरेन्द्रवन्द्यं प्रणतोऽस्मि नित्यं सुरेन्द्रवन्द्यं प्रणतोऽस्मि नित्यं श्रीकृष्ण गोविंद हरे मुरारे हे नाथ नारायण वासुदेवं श्रीकृष्ण गोविंद हरे मुरारे हे नाथ नारायण वासुदेवं हरि ओम। ओम नमो भगवते वासुदेवाय। ओम नमो भगवते पुरुषोत्तमाय। हरि ओम। प्रिय सज्जन वृंद, आजिर এই भागवत पठन और प्रवचनर पावन परिसर को आपण मानक स्वागत जनाऊँ। आमे माने ए पर्यंत परमशास्त्र भागवतर चतुर्थ स्कंधर तृतीय अध्याय को सारी सारी। आज आमे चतुर्थ स्कंधर चतुर्थ अध्यायर किछि अंश आगु पाठ कर देथिले। आज आमे परवर्ती अंश तक पाठ करिबा। ताहेले आमे भागवतर चतुर्थ स्कंधर तृतीय अध्याय जहाँ पाठ करथिले तार सारांशटा हला पितार यज्ञ देखिबाकु इच्छन्ते सती शिवतांकु जेपरि करिले निषेध। तृतीय अध्याय संवाद। तेणु तृतीय अध्याय आम पढ़ी जे सती तांकर पितांक यज्ञ देखि जावाई भगवान शंकर को निवेदन कले जे चल आम दी जन जाक जा। पुणी से सती मध्य जानिले ना आपण को जेहेतु निमंत्रण हेनी तेणु आपण न जातु किंतु मु मोर पितांक घर को जीवी एवं मुझे बुझीबी जे कौन उद्देश्य कहीं से आपण को डाकिले नहीं बा मते डाकिले नहीं। तेणु सती भितरे क्रोध परवश है तांकर पितांक निकट को गले। तेबे एठी आमे लक्ष्य करिवार कथा जे भगवान शंकर को पूर्वर दक्ष गाड़ी देथिले एवं सेठी भृगु तांको मध्य अभिशाप देथिले। मात्र भगवान शंकर से सब को भ्रुक्षेप करनथिले कारण से होचंदी महायोगी परम धैर्यवंत शांत सदाशिव। ताहेले एई जिनसटा भगवान कर एई जो गुण दिव्य गुण जे से किए कौन कहला किए समालोचना कला किए गाड़ी देला एपर गुरुत्व न देवाई भगवान आम मान को निर्देश देइचंती। यह ही भागवत शिक्षा दे था। भागवत रु आम अनेक किछि जानिबा को पाए। एठी आमे चिंता करिया। मोर जन बंधु थर पचारुथिले
ଯେ ଆମେ ଭାଗବତ ପାଠ କରୁଛୁ, ମନ୍ଦିର ଯାଉଛୁ, କିନ୍ତୁ ଆମ ଇଚ୍ଛା ତ କାହିଁ ପୂରଣ ହେଉନି। ତାହେଲେ ଏଭଳି ଅନେକ ପ୍ରଶ୍ନ, ବିଭିନ୍ନ ପ୍ରଶ୍ନ ଅନେକ ବନ୍ଧୁଙ୍କ ମନରେ ସୃଷ୍ଟି ହେବା ସ୍ୱାଭାବିକ। କିନ୍ତୁ ପ୍ରକୃତରେ ଆମେ ଯାହା ଇଚ୍ଛା କରେ ଭଗବାନ ତାହା କରନ୍ତି ନାହିଁ। ଆମ ପାଇଁ ଯାହା ଶୁଭ ହେବ, ଯାହା କଲ୍ୟାଣପ୍ରଦ ହେବ, ସେଇଟା ଭଗବାନ ଚିନ୍ତା କରିଥାନ୍ତି ଏବଂ ଆମକୁ ଯଥା ସମୟରେ ସେ ପ୍ରଦାନ କରିଥାନ୍ତି। ସେଥିପାଇଁ ଧୈର୍ଯ୍ୟ ଦରକାର ଏବଂ ବିଶ୍ୱାସ, ଭକ୍ତି, ଶ୍ରଦ୍ଧା ଏସବୁ ଦରକାର। ଏଇ କଥା ଭାଗବତ ଆମକୁ ଶିକ୍ଷା ଦେଇଥାନ୍ତି। ବ୍ୟସ୍ତ ହେବା, ବିବ୍ରତ ହେବା ବା ମନରେ ଭଗବାନଙ୍କ ପ୍ରତି ବିରୋଧ ଭାବ ଆସିବା, ନାସ୍ତିକ ହୋଇଯିବା, ଏସବୁ ଠିକ୍ ନୁହେଁ। ତେଣୁ ଆମେ ନିଜର ଭକ୍ତି ଏବଂ ନିଜର ବିଶ୍ୱାସ ଯଦି ଭଗବାନଙ୍କ ଉପରେ ରଖିବା, ତାହେଲେ ଭଗବାନ ଆମ ପାଇଁ ଯାହା ଠିକ୍ ହେବ, ଆମ ପାଇଁ ଯାହା ପ୍ରକୃତରେ ପ୍ରଯୁଜ୍ୟ, ସେଇ ଜିନିଷଟା ଭଗବାନ ଆମକୁ ଦେବେ। ଆମେ ଯାହା ଇଚ୍ଛା କରିବା ସେ ଦେବେ ନାହିଁ। ବେଳ ପଇଲେ ଆମର ଯେଉଁ ଇଚ୍ଛା ତାଠୁ ଯେ 100 ଗୁଣ ଭଲ ଇଚ୍ଛା ଆମ ପାଇଁ ରଖିଛନ୍ତି, ଆମେ ସେ କଥାଟା ବୁଝିପାରିନଥିଲୁ। ତାହେଲେ ଏଇଭଳି ଗୋଟିଏ ଭାଗବତର ଗୋଟିଏ କଥା ଆଲୋଚନା କରୁ କରୁ ଗୋଟିଏ କାହାଣୀ ମନେ ପଡ଼ୁଛି। ସେ ଗୋଟେ ପୁରୁଣା କାଳର କଥା। ଗୋଟିଏ ଗାଁରେ ଜଣେ ସ୍ୱର୍ଣ୍ଣକାର ବା ବଣିଆ ଥିଲେ। ସେ ଈଶ୍ୱରଙ୍କୁ ତାଙ୍କର ଭକ୍ତି ନୈବେଦ୍ୟ ସଦାସର୍ବଦା ଅର୍ପଣ କରନ୍ତି। ସେ ଭକ୍ତିଭାବାପନ୍ନ ଲୋକ ଥିଲେ, ସେ ଠକ ନଥିଲେ। ତେଣୁ ସେ ତାଙ୍କର ଅନ୍ୟ ବଣିଆମାନେ ଯେମିତି ଉନ୍ନତି କରିଯାଆନ୍ତି ସେ ସେଭଳି କରିପାରୁନଥିଲେ। ସେ କାହାକୁ ଠକି ଦେଉନଥିଲେ ସୁନା ଗହଣା ତିଆରି କରିବାରେ। ତେଣୁ ସେ ନିଜେ ଭାବୁଥିଲେ ଗୋଟିଏ ଦୋକାନ କରିବେ, ଗୋଟିଏ ବଣିଆ ଦୋକାନଟିଏ କରିବେ, ଅଳଙ୍କାର ଦୋକାନଟିଏ କରିବେ, କିନ୍ତୁ ତାହା କରିପାରୁନଥିଲେ। କାରଣ ତାଙ୍କ ପାଖରେ ଏତେ ସମ୍ବଳ ନଥିଲା ଏବଂ ସେ ବିଭିନ୍ନ ଲୋକଙ୍କ ଘରେ ଯାଇ କାମ କରୁଥିଲେ, ଅଳଙ୍କାର ତିଆରି କରୁଥିଲେ। ତାଦ୍ୱାରା ତାଙ୍କର ସମୟ ନଷ୍ଟ ହେଉଥିଲା। ଗୋଟିଏ ଗାଁକୁ ଯାଉଥିଲେ, ଦୂର ଗାଁକୁ ଚାଲି ଚାଲି ଯାଉଥିଲେ, ସେଠୁ ପୁଣି କାମ ସାରି ଆସୁଥିଲେ। ଏଠି ଘରେ ଯଦି କିଛି ଅଳଙ୍କାର ଥିଲା ତାହା ବିକ୍ରି ହେବା ସମ୍ଭବ ହେଉନଥିଲା। ତେଣୁ ସେଥିପାଇଁ ସେ ବଡ଼ ଦୁଃଖିତ ଥିଲେ। ତାଙ୍କ ମନରେ ଇଚ୍ଛା ଗୋଟିଏ ଥିଲା କିନ୍ତୁ ଗୋଟିଏ ଅଳଙ୍କାର ଦୋକାନ କରିବେ, କିନ୍ତୁ ତାହା ହେଇପାରୁନଥିଲା। ସେଥିପାଇଁ ବେଳେବେଳେ ଭଗବାନଙ୍କୁ ଟିକେ ପ୍ରାର୍ଥନା କରନ୍ତି, ପ୍ରଭୁ କେବେ ଆପଣ ଟିକେ ଦୟା କରିବେ, ମୋର ଅଳଙ୍କାର ଦୋକାନଟିଏ ହେଇଯାଆନ୍ତା। ତାହେଲେ ଏମିତି ତାଙ୍କର ଦିନ ଗଡ଼ି ଯାଇଥିଲା। ଦିନେ ଜଣେ ରାଜା ଏବଂ ତାଙ୍କର ମନ୍ତ୍ରୀ 2 ଜଣ ଯାକ ଯୋଡ଼ିଏ ଘୋଡ଼ାରେ ସେ ଅନ୍ୟ ଗୋଟିଏ ରାଜ୍ୟକୁ ଯାଉଥିଲେ। ଅନ୍ୟ ରାଜ୍ୟର ରାଜାଙ୍କ ସହିତ ତାଙ୍କର କ'ଣ ସମ୍ପର୍କ ଥିଲା ଏବଂ ସେ ସେଠିକି ଯାଉଥିଲେ। ତେବେ ସେଇ ଯିବା ବାଟରେ ତାଙ୍କର ରାଜାଙ୍କର ଗୋଟିଏ ସୁନାର ବୋତାମଟିଏ ସାର୍ଟରୁ ତାହା ଗଳି ପଡ଼ିଲା। ସାର୍ଟର ବୋତାମଟିଏ ଗଳି ପଡ଼ିଲା। ଫଳରେ ଛାତି ଅଂଶଟା ଖୋଲା ହେଲା ଭଳିଆ ହେଇଗଲା। ରାଜାଙ୍କୁ ବଡ଼ ଅସୁବିଧା ଲାଗିଲା। ସେ ଅନ୍ୟ ଜଣେ ରାଜାଙ୍କୁ ଯାଇ ଭେଟିବେ, ତାଙ୍କ ରାଜ ପାରିଷଦମାନଙ୍କ ସହିତ ମିଶିବେ, ରାଣୀ ବା ତାଙ୍କର ଅନ୍ୟାନ୍ୟ ପରିବାର ଲୋକଙ୍କ ସହିତ ମିଶିବେ। ଏଭଳି କ୍ଷେତ୍ରରେ ଗୋଟେ ବଟମଟେ ଖସି ଯାଇଥିବ, ସାର୍ଟର ଛାତିରୁ ଅଧା ଦିଶୁଥିବ, ଏଇ ତ ବଡ଼ ଅସୁନ୍ଦର ହେଲା। ସେ ମଧ୍ୟ ବଟମଟି ଆଉ କେଉଁଠି ରାସ୍ତାରେ ଗଳି ପଡ଼ିଲା, ତାକୁ ତ ଆଉ ସଂଗ୍ରହ କରିପାରିଲେ ନାହିଁ। ତେଣୁ ସେଠି ପଚାରିଲେ, କେହି ଜଣେ ବଣିଆ ଅଛି କି ଏ ପାଖାପାଖି, ଆମର ଟିକେ ସାହାଯ୍ୟ କରିବ? ଲୋକମାନେ କହିଲେ, ହଁ ଏଠି ଜଣେ ବଣିଆ ଅଛନ୍ତି ଏବଂ ସେ ବଣିଆଙ୍କୁ ଡାକି ଦେଲେ। ସେ ଆସିଲେ। ରାଜାଙ୍କର ସେଇ ଯେଉଁ ରାଜା ପଚାରିଲେ, ମୋର ଏଇ ବଟମଟି ତିଆରି କରିପାରିବ କି? ଏଇ ଯେମିତି ଅନ୍ୟ ବଟମ 3ଟି ଅଛି, ଏ ବଟମଟି ସେମିତି ହେବା ଦରକାର, ତୁମେ କରିପାରିବ କି? ତେଣୁ ବଣିଆ କହିଲେ, ହଁ ମୁଁ କରିଦେବି। ନା ଟିକେ ଶୀଘ୍ର କରିବା ଦରକାର? ନା ହଁ ମୁଁ ଆପଣଙ୍କର କାମଟି କରିଦେବି। ସେ ଲାଗିପାତି ତାକୁ 1 ଘଣ୍ଟା ବା 1.5 ଘଣ୍ଟା ଭିତରେ କାମଟି ସାରିଦେଲେ ଏବଂ ରାଜାଙ୍କ ସାର୍ଟରେ ସେ ବଟମଟି ଫିଟ୍ କରିଦେଲେ। ରାଜା ବହୁତ ଖୁସି ହେଇଗଲେ। କହିଲେ, ଆରେ ମୋର ଏଇଟା ଯାହା କହନ୍ତି ମୋର ସମ୍ମାନର କଥା ଥିଲା, ତୁମେ ଯାହା ମୋ ସମ୍ମାନ ରକ୍ଷା କରିଦେଲ। ମୁଁ ତୁମକୁ କ'ଣ ଦେବି କୁହ, କେତେ ଦେବି?
बणिया कहला प्रकृत तार शेष मोर हिसाब अनुसार 5टी टंका तार खर्च हो जाइथिला। तेणु से कहला राजा को 5 टंका कहबी ना 10 टंका कहबी ना टिके कमेगिरी कहबी 4 टंका कहबी कौन कहले ठीक हम। जदि मु 5 टंका कहबी राजा जदि मत कमेगिरी दियंती तांको तो किसी कहि परिबिनी। जदि बेसी कहबी राजा कहे मत कौन एते गुड़े अधिक कहूचु। तेणु से चिंता कला नाई महाराज आपण जहाँ देबे मोर किसी कहबार नहीं। अरे तुम्हें कुह से कहले। राजा कहले ना ना तुम्हें तुमर मूल्य केते हला कुह मु कौन कहबी। तेणु से कहले बणिया कहले ना आपण महाराज जहाँ देबे मु हेतरे खुशी हेबी मोर किसी कहबार नहीं। आउ मु गोटे साधारण बणिया आपण एई भली सुना केते जे आपण रही गंता घरे तार तुलना है। आपण कौन सुनार मूल्य जानी ना ना कौन मु कौन आपन कह। तेणु आपण इच्छा आपण जहाँ देबे मोर एटा खुशी। राजा कहले ठीक अच्छे मु चिंता करुची तुम्हें जेहेतु मो उपरे न्यस्त करदेल तुमर ये मूल्यटा नवापाई एवं निजे किछि मन खोली कहल ना। तेणु मु चिंता करुची जे तुमर ये गोटे बणिया दुकान करदेवा गोटे अलंकार दुकान करदेवा एवं अलंकार एठी मध्य मरामती हुए एक कथा भी लिखिदेवा। तुम्हें तुम अलंकार जिते तैयारी कर किसी नुआ अलंकार बिकिब एवं मरामती एठी लोक मानकर करिवो। ताहले तुमर पिलापिली ना हाँ आज्ञा मोर 2टी पुआ से माने बड़ हो जाइछन्ती ना ठीक अच्छे तुम 2 पुआ जाक ये दुकान में रही से बणिया काम जानती तो। बणिया कहले हाँ से जानती ना ठीक अच्छे से माने ये अलंकार दुकान में रहिबे एवं तुम्हें आमर राजपुरी की जीव सेठी मो राज पारिषद रे तुम्हें जड़े अमात्य ही रहिबो एवं तुम्हें हम अलंकार अमात्य तुम्हें राज परिषदर राज परिवार जो सब अलंकार गढ़ा हम आमर 2-3 जन रही स्वर्णकार तुम्हें ता भितर जड़े रहिबो एवं मासिक मु तुमको 100 टंका देवी दरमा। प्रकृत से समय 100 टंका अर्थ आज बोध हुए लक्ष टंका कथा हम। तेणु यही भाव से तांको निजुक्ति पत्र देले बणियांकर भाग्य परिवर्तन हो गला। तेणु प्रिय सज्जन वृंद एठी चिंता करिवार कथा ए कहानी कहिबार उद्देश्य होउची जे मैन प्रपोजेस गॉड डिस्पोजेस। मनीष चिंता करे मोर एइटा हेले हंता से प्रकृत में से स्वर्णकार से चिंता करथिले मु छोटिया दुकान टी एठी हेले करि पार नथिले किंतु भगवान कर आशीर्वाद हला तांकर दुकान हेबा सहित से मध्य निजुक्ति पाईगले राजप्रासादर राज कर्मचारी हिसाब रे राजसभा से गोटे पद अलंकृत कले। ताहेले काहेंगे कले कारण से राजा को कहले आपण जहाँ देबे। तेणु आमे सेमती भगवान को कहिबार अछि प्रभु आपण जहाँ करिवे मोर किछि कहिबार नहीं। कारण मु कौन मोर केते बुद्धि मु आपन को मागिबी कौन किंतु मो पे जहाँ भल हबो जदि आपण विश्वपिता आपण जदि आमर माता पिता बंधु ताहले आपण कौन मोर अमंगल चिंता करिवे कि। तेणु मते आपण जहाँ देबे मु हेथरे खुशी हे। तेणु निश्चित भाव में भगवान आमको आमर लक्ष्य अपेक्षा आहुरी आगू से नहीं जाई पारिबे। तेणु आमे निजको समर्पण करदेवा कथा। ए कहानीर उद्देश्य से भागवत से कथा मध्य आमको शिक्षा दियंती। तेणु आमे प्रत्यह टिके भागवत श्रवण करिवा पठन करिवा एवं ताकु टिके मनन एवं चिंतन करिवा। कारण ए ग्रंथ गुड़िक अनेक अमूल्य जिनस लिखि दिया जाइछि। ताहले एठी माँ सती तांकर पित्रालय को चलिले एवं तांको सहित नंदी भृंगी ए सब मध्य तांकर सेना बाहिनी सहित तांकर रुद्र बाहिनी सहित मध्य तांको पछरे अनुधावन कले। तेबे सती सेतेबेले जाइचंदी देखिले जे तांको बापा एवं तांको सहित थिबा अन्यान्य बंधु बांधव माने केही तांको सम्मान देला भलिया
ସ୍ଥାନ ଛାଡ଼ିଲେ ନାହିଁ। କେବଳ ତାଙ୍କର ଭଉଣୀମାନେ ଏବଂ ତାଙ୍କର ମା ତାଙ୍କୁ ସ୍ନେହର ସହିତ ଆଦରର ସହିତ ପାଛୋଟି ନେଲେ, ଗୋଟିଏ ଆସନରେ ବସାଇବାକୁ ଦେଲେ। କିନ୍ତୁ ସତୀ ତାଙ୍କ ପିତାଙ୍କୁ ତାଙ୍କର ଅସମ୍ମାନର ଉଦ୍ଦେଶ୍ୟ ପଚାରିବାକୁ ଗଲେ ଏବଂ କହିଲେ, ଯେଉଁ ଶିବଙ୍କୁ ସମସ୍ତେ ମଙ୍ଗଳମୟ ବୋଲି କହନ୍ତି, ଯେଉଁ ଶିବ ହେଉଛନ୍ତି ଆଶୁତୋଷ ଏବଂ ସମସ୍ତଙ୍କ ଉପରେ ସେ ସାଙ୍ଗେ ସାଙ୍ଗେ ସନ୍ତୁଷ୍ଟ ହୋଇଯାଆନ୍ତି, ତାଙ୍କୁ ତୁମେ ଏତେ ନିନ୍ଦା କଲ କାହିଁକି? ତାଙ୍କୁ ତୁମର ଯଜ୍ଞସ୍ଥଳକୁ ନିମନ୍ତ୍ରଣ ନ କରି ଅପମାନିତ କଲ କାହିଁକି? ତୁମେ ଏଭଳି ଭାବରେ ଜଣେ ପ୍ରଜାପତି ହେଇଛ, ଜଣେ ମହାଋଷି ହେଇଛ, ତୁମ ମନରେ ଏଇଭଳିଆ ଭାବରେ ଭାବନା ଅଛି? ତୁମଠୁ ମୁଁ ଯାହା ଜନ୍ମ ହେଲି, ମୋ ଭାଗ୍ୟକୁ ମୁଁ ନିନ୍ଦା କରୁଛି, ତୁମ ଔରସରୁ ମୋର ଜନ୍ମ ହେବାଟା ବୋଧ ହୁଏ ଭୁଲ ହେଲା। ତେଣୁ ସେଇ କଥା କହିବାକୁ ଯାଇ ସତୀ କହୁଛନ୍ତି, କେ ଶିବ ମହିମା ନ ଜାଣେ ବ୍ରହ୍ମାଦି ଦେବଗଣ ମାନେ, ତୁ କି ଜାଣିବୁ ସେ ମହିମା ଅଶେଷ ମଙ୍ଗଳର ସୀମା। ଶିବ ନିର୍ମାଲ୍ୟ ମଥା ପାତି ତଥାପି କେ ମନ୍ତେ ଘେନନ୍ତି। ତୁମେ କହିପାର ଯେ ଶିବ ହେଉଛନ୍ତି ଶ୍ମଶାନବାସୀ, ଶିବ ହାଡ଼ମାଳା ପକାଇଛନ୍ତି ବା ତାଙ୍କର ବସ୍ତ୍ର ନାହିଁ, ରାଜପୋଷାକ ନାହିଁ, ସେ ବ୍ୟାଘ୍ର ଚର୍ମ ଧାରଣ କରିଛନ୍ତି। ଏଭଳି ଭାବି ତୁମେ ତାଙ୍କୁ ଅମଙ୍ଗଳମୟ ଭାବିପାର, କିନ୍ତୁ ସେ ହେଉଛନ୍ତି ମଙ୍ଗଳମୟ ଏବଂ ତାଙ୍କ ନିର୍ମାଲ୍ୟକୁ ସମସ୍ତେ ମଥାପାତି ଗ୍ରହଣ କରନ୍ତି, ତାଙ୍କର ପ୍ରସାଦକୁ ସମସ୍ତେ ଗ୍ରହଣ କରନ୍ତି। ତେଣୁ ତୁମେ ଭାବୁଛ ଜଟା ବିସ୍ତାରୀ ଶ୍ମଶାନରେ ବୁଲଇ ଶିବ ନିର୍ବିକାରେ, ଶ୍ମଶାନ ଭସ୍ମ ମାଲ୍ୟତାର ନର କଙ୍କାଳ ଅଳଙ୍କାର, ହେଲେ ହେ ଶିବଙ୍କୁ ଅଶିବ ତୁ ବିନା କେ ଅବା କହିବ। ତେଣୁ ତାଙ୍କ ବାପାଙ୍କୁ ସେ କହିଲେ, ତୁମ ବିନା କେହି ତାଙ୍କୁ ଅମଙ୍ଗଳମୟ କହିନାହାନ୍ତି, ତେଣୁ ତୁମର ଏହା ଅତି ଗୋଟେ ଅପରାଧ, ଅତିଶୟ ଅପରାଧ ତୁମେ କରିବାକୁ ଯାଉଛ। ପାଷାଣ୍ଡେ ସ୍ୱାମୀର ନିନ୍ଦନ ଏହିଟି ପତିବ୍ରତା ଧର୍ମ, ପାଷାଣ୍ଡେ ସ୍ୱାମୀର ନିନ୍ଦନ ଶୁଣିଲେ କାନେ ହାତ ଦେବ, ତକ୍ଷଣେ ତହୁଁ ପଳାଇବ, ପାରିଲେ ତା ଜିହ୍ୱା ଛେଦିବ, ଆପଣା ଜୀବନ ତେଜିବ। ତେଣୁ ସତୀ ତାଙ୍କ ବାପାଙ୍କୁ କହିଲେ, ସତୀ ନାରୀର ଯୋଡ଼ିଏ କାମ, ଯଦି ସ୍ୱାମୀ ନିନ୍ଦା କେଉଁଠି ଶୁଣିଲା ବା ସ୍ୱାମୀର ଅପମାନ ଶୁଣିଲା, ତାହେଲେ ସେଇ ଅପମାନ କରୁଥିବା ବ୍ୟକ୍ତିର ଜିଭଟାକୁ ଛେଦିଦେବ, ନହେଲେ ସେ କାମ ଯଦି କରିନପାରିବ ନିଜେ ଯାଇ ନିଜର ଆତ୍ମବିସର୍ଜନ କରିଦେବ, ନିଜ ଆତ୍ମହତ୍ୟା କରିଦେବ। ଏ କଥାକୁ ସେ କହିଲେ, କାରଣ ଆତ୍ମା ଏଭଳି କଷ୍ଟ ସମ୍ଭାଳି ପାରିବ ନାହିଁ। ଆପଣା ଜୀବନ ତେଜିବ, ପାରିଲେ ତା ଜିହ୍ୱା ଛେଦିବ, ତୋ ବୀର୍ଯ୍ୟ ଜନ୍ମ ମୋର ଦେହି ହୋଇଲା ପୂର୍ବ ପାପ ବହି। ତେଣୁ ତୁମଠୁ ମୁଁ ଯେଉଁ ଜନ୍ମ ହେଲି, ଏଇଟା ବୋଧ ହୁଏ ମୋର ପାପ କଥାଟା, ପୂର୍ବ ଜନ୍ମରେ କ'ଣ ଗୋଟେ ପାପ କରିଥିଲି, ତୁମ ଔରସରୁ ଜନ୍ମଗ୍ରହଣ କଲି। ଆଉ ସ୍ୱାମୀ ନିନ୍ଦନ ବାକ୍ୟ ସହି ଏ ଦେହ ନ ଧରିବି ମୋହି, ସ୍ୱାମୀ ନିନ୍ଦନ ବାକ୍ୟ ସହି ଏ ଦେହ ନ ଧରିବି ମୋହି, ଯେ ନାରୀ ସ୍ୱାମୀର ନିନ୍ଦନ ଶୁଣି ଧରେ ନିଜ ଜୀବନ, ପୂର୍ବର ପାପ ଯେ ନ ସ୍ମରେ ତା ପ୍ରତିକାର ଯେ ନ କରେ, ଦିନ ବଞ୍ଚଇ ଦୁଃଖ ଶୋକେ ଅନ୍ତେ ପଳଇ ସେ ନରକେ। ତେଣୁ ଯେଉଁ ନାରୀ ତାର ସ୍ୱାମୀର ନିନ୍ଦାକୁ ଶୁଣି ସହିଯାଏ
ସେ ପରବର୍ତ୍ତୀ ଜନ୍ମରେ ନର୍କରେ ପଡ଼େ। ଯେ ଆତ୍ମା ରାମ ବୈରାଗୀ ବିଧି ନିଷେଧ ପାରେ ଲଙ୍ଘି ସ୍ୱଧର୍ମେ ନିଷ୍ଠା ଯାର ଥିବ ଯେ ପର ନିନ୍ଦା ନ କରିବ ଯେ ଅବା ବେଦ ବିଧି ଧର୍ମ ପ୍ରବୃତ୍ତି ନିବୃତ୍ତି ଲକ୍ଷଣ ଶିବେତା ନ ସମ୍ଭବେ ଦୁଇ ଯେଣୁଟି ଆତ୍ମା ରାମ ସେହି ଦରିଦ୍ର ବୋଲି ଶିବେ ତୁହି ନିନ୍ଦା ନ ବହ ଗର୍ବ ବହି ଅଣିମା ଆଦି ଅଷ୍ଟ ସିଦ୍ଧି ଜାତହୁଁ ଲଭେ ଯୋଗୀ ସାଧି ତୋପରି ଯଜ୍ଞ ସେ ଭ୍ରମନ୍ତି କାହୁଁ ଲଭିବେ ସେ ସମ୍ପତ୍ତି ତୁ ପାପି ଯେଣୁ ଶିବଦ୍ରୋହୀ ତୋଠାରୁ ଜାତ ମୋର ଦେହି ଧିକ୍କ ଏ ଦେହ ନ ରଖିବି ଆଉ ଏ ଲଜ୍ଜା ନ ସହିବି ତୋହର ସଙ୍ଗ ତେ ବଚନ ଅଧିକେ ନାହିଁ ପ୍ରୟୋଜନ କେହି ନ ବୋଲୁ ଦାକ୍ଷାୟଣୀ ଅଟଇ ଶିବର ଘରଣୀ। ତେଣୁ ସତୀ କହିଲେ ମୁଁ ତୁମ ଝିଅ ବୋଲି ମୋତେ କହିବାକୁ ବଡ଼ ହୀନ ବୋଲି ଲାଗୁଛି, ଗୋଟେ ପାପୀ ଭଳିଆ ମୁଁ ନିଜକୁ ଅନୁଭବ କରୁଛି। କାରଣ ଶିବଙ୍କୁ ତୁମ ବ୍ୟତୀତ ଏ ସଂସାରରେ କେହି ନିନ୍ଦା କରନ୍ତି ନାହିଁ। ତାପରେ ମୋ ସ୍ୱାମୀ ମୋର ହେଉଛନ୍ତି ଦେବତା, ତାଙ୍କୁ ତୁମେ ନିନ୍ଦା କରି ଆମ ଦୁଇ ଜଣଙ୍କୁ ଅପମାନ କରି ଏ ଯଜ୍ଞସ୍ଥଳକୁ ଡାକିଲ ନାହିଁ। ଏ ଯଜ୍ଞସ୍ଥଳରେ ତୁମର ସବୁ ବଡ଼ ବଡ଼ ଦେବତାମାନଙ୍କୁ ଡାକିଛ, ସେମାନେ ଭଲ ପୋଷାକ ପିନ୍ଧିଛନ୍ତି ବୋଲି, କିନ୍ତୁ ତୁମେ ଶିବଙ୍କୁ ଭାବୁଛ ଦରିଦ୍ର, ତାଙ୍କର ଭଲ ପୋଷାକ ନାହିଁ। ଏଇଭଳି ଭାବରେ ତାଙ୍କୁ ତୁମେ ହୀନ ବୋଲି ଭାବି ସିନା ଡାକିନାହ। ତେଣୁ ତୁମ ଏ ଯଜ୍ଞସ୍ଥଳରେ ଆଜି ମୁଁ ଆତ୍ମାହୁତି ଦେଇଦେବି। ଏହା କହି ସତୀ ନିଜକୁ ଯଜ୍ଞ କୁଣ୍ଡରେ ଝାସ ଦେବା ପାଇଁ ଚିନ୍ତା କଲେ। ତେଣୁ ଏଇ ହେଉଛି ସତୀ ନାରୀର କର୍ତ୍ତବ୍ୟ। ଯେଉଁଠି ସ୍ୱାମୀ ନିନ୍ଦା ଶୁଣିବ ସେଠି ନିଶ୍ଚିତ ଭାବରେ ତାର ପ୍ରତ୍ୟୁତ୍ତର କରିବ ଏବଂ ଯିଏ ଏଭଳି ପାପ କରୁଥିବ ତାକୁ ଉଚିତ ବାକ୍ୟରେ ତାକୁ ଶବ୍ଦ ପ୍ରୟୋଗ କରିବ, ତାର ପ୍ରତ୍ୟୁତ୍ତର ଦେବ। ନଚେତ୍ ଯଦି ଏସବୁ ହେଇପାରୁନାହିଁ ତାହେଲେ ନିଜ ଆତ୍ମାହୁତି ଦେବା ପାଇଁ ଠିକ୍ ବୋଲି ଚିନ୍ତା କରିବ। ଏ କଥା କହିଲେ। ମୈତ୍ରେୟବାଚ ଏମନ୍ତ ଦକ୍ଷ ଦେବୀ କହି କୁଣ୍ଡ ଉତ୍ତର ଦିଗେ ଯାଇ ଯୋଗ ଧାରଣା ଆଗମନେ ନିଶ୍ଚଳେ ବସିଲେ ଆସନେ। ତେଣୁ ସତୀ ନିଶ୍ଚଳ ଭାବରେ ଆସନରେ ଯାଇ ବସିଗଲେ। କେଉଁଠି ନା କୁଣ୍ଡର ଯଜ୍ଞ କୁଣ୍ଡର ଉତ୍ତର ଦିଗରେ ଯାଇ ବସିଗଲେ। ସ୍ୱାମୀର ଅପମାନ ଅର୍ଥେ ପିତାର ନାଦର ଚିତ୍ତେ ପିତ୍ତବସନ ପରିଧାନ ପବିତ୍ର ଜଳେ ଆଚମନ ହୃଦୟରେ କଳ୍ପି ମହାମନ୍ୟୁ ପବନ ଅଧ ଊର୍ଧ୍ୱଶ୍ୱାନୁ। ତେଣୁ ମହାମନ୍ୟୁ କହିବାର ଅର୍ଥ ହୃଦୟରେ କଳ୍ପି ମହାମନ୍ୟୁ, ପବନ ଅଧ ଊର୍ଧ୍ୱଶ୍ୱାନୁ। ତେଣୁ ସେ ମହାମନ୍ୟୁଙ୍କୁ ହୃଦୟରେ ସ୍ଥାପନ କଲେ। ମନ୍ୟୁ ଅର୍ଥ ହେଉଛନ୍ତି କ୍ରୋଧ। ମହାକ୍ରୋଧକୁ ହୃଦୟରେ ଧାରଣ କରି ପବନ ଊର୍ଧ୍ୱଶ୍ୱାନୁ ଏବଂ ନାଭିକମଳ ସୁନିଶ୍ଚଳେ ପ୍ରାଣ ଧାରଣ ଯୋଗ ବଳେ ଏ ତିନି ପ୍ରାଣ ঊର୍ଧ୍ୱେ ନେଇ ଉଦାନ ସଙ୍ଗେ ହୃଦୟ ଥଇ ହୃଦୟ ପ୍ରାଣ ସଙ୍ଗେ ବ୍ୟାପୀ କଣ୍ଠ ଲଲାଟ ଚକ୍ରେ କ୍ଷେପି ଭ୍ରୁ ମଧ୍ୟେ ଥାପି ଅନୁମାନେ ଯୋଖିଲେ ବ୍ରହ୍ମରନ୍ଧ୍ର ସ୍ଥାନେ ସ୍ୱାମୀ ଚରଣ ଧ୍ୟାନ କରି ଯୋଗ ଅନଳେ ବାୟୁ ଧରି ମୂର୍ଧନି ଭେଦି ତତକ୍ଷଣେ ଶୂନ୍ୟ ମିଶିଲା ଦଶ ପ୍ରାଣ। ତେଣୁ ଯଜ୍ଞକୁଣ୍ଡ ପାଖରେ ଯାଇ ବସିଗଲେ ସତୀ।
एवं तांकर काय मन वाक्य को स्थिर करी रखिले। क्रोध को तांकर हृदय भितर रखी से तांकर वायु ऊर्ध्व को थापी शून्य रे 10 प्राण को मिसेया चिंता कले। ताकू केड़े सुंदर भाव लिखिले। हृदय कल्पी महामन्यु पवन अध ऊर्ध्वस्थानु नाभि कमल सुनिश्चले प्राण धारण जोग बले ये तीन प्राण ऊर्ध्वे नेई उदान संगे हृदय थोई हृदय प्राण संगे व्यापी कंठ ललाटे चक्र खेपी भ्रूमध्ये थापी अनुमाने जोखिले ब्रह्मरंध्र स्थाने स्वामी चरण ध्यान करी जोग अनळे वायु धरी मूर्धनि वेदित तक्षणे शून्य मिशिला 10 प्राणे समाधि संभूत अनळे सती शरीर बेगे जळे। तेणु सेई अग्निकुंड पाखरे से निजकु निजे समर्पी देले। से निजे डेई पइलेनि सेठिकी निजर जो आत्मवायु जो प्राणवायु ताकू से कौन कले ऊर्ध्व गति की टेकी 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 शून्य रे मिसई देले। फलरे तांकर एई जो शरीर से जेतेले निर्जीव हो गला से यज्ञ कुंड रे आपे पड़ीगला। सती मरण कर्म चाही जेतेक यज्ञशाळे थाई भूमि गगने जे बाथिले हाहा शबद उच्चे कले देख ए देव देव नारी कि अपमाने कोप करी प्राण छाड़िले यज्ञशाळे पिता अमान्य कोप भरे देख ए दक्ष प्रजापति गर्भे आचरिला अनीति प्रजांक पति ए बोलाई अनीति कला गर्भवही निज दुहितार निथने जत्न कला ए क्रोध मने। तेणु सेठी जेते उपस्थित थिले समस्ते हाहाकार कले समस्ते दुखरे मर्माहत हो गले कारण केही भाबी नथिले जे सती एठे आत्माहुति देदेवे। से देखिले यज्ञकुंड पाखरे जाई बसिचंदी कौन गोटे हेटी बोधे पूजा पाठ करिवे कि कौन करिवे किंतु से जे धीरे धीरे तांगर आत्मा को ए देहरु बाहर कर दे तांगु शून्य रे मिलई देबे ए कथा केही कल्पना करि नथिले। तेणु समस्ते आश्चर्य एवं हतबाक हो गले एवं दक्षं को निंदा करने को लगिले। ए नोहे साधुंक व्यवहार अधर्म कला गुरुतर एमंत वाक्य कहूँ जने सतीर प्राण अवसाने सती मरण कथा शुणी नंदिकेश्वर वीरमणि रुद्रगणंकु संगे लई बेगे धाइला वृषभही विविध शस्त्र धरी करे मिलिला दक्ष यज्ञ घरे ताहांकु देखि भृगुमुनि घृत आहुति करे घेनी। तेणु जेतेबेले माता सतींकर एभली अवस्था देखिले नंदित सांगरे जाइथिले से समस्त रुद्रगण मानू सांगरे धरी यज्ञस्थल भितर को प्रवेश करिगले कारण से दूरे थिले से लक्ष्य करुथिले कौन होउची कारण तांकु तो निमंत्रण नथिला तेणु से एटिकी जाई नथिले टिके दूरे रही सेठी लक्ष्य करुथिले। जेतेबेले से जानी गले जे सती वर्तमान आत्मविसर्जन करदेले यज्ञ कुंडरे सेतेबेले से रुद्रगणों सहित जाई दक्ष यज्ञस्थल रे पहुँची गले। ताहांकु देखि भृगुमुनि घृत आहुति करे घेनी यज्ञघ्न नाम जजु मंत्रे कल्पिला अभिचार तंत्रे आहुति द्यन्ते अग्निकुंडे निर्धूम स्वर्ण वर्ण पिंडे मंत्रे मंत्रित सोम पाई प्रचंड ब्रह्म तेज बही रघु नाम रे देवगणे
ଅନ୍ନଳୁ ଉଠିଲେ ତକ୍ଷଣେ ଜଳନ୍ତା କାଷ୍ଠ ଘେନି କରେ ଶତ ସହସ୍ର କୋପ ଭରେ ଶବଦେ ଦଶ ଦିଗ ପୁରୀ ଧାଇଁଲେ ଘୋର ନାଦ କରି ତେଣେ ଭାଜିଲେ ରୁଦ୍ର ସୈନି ତା ଦେଖି ବେগে দেব মুনি ধাইলে শিবপুর মার্গে কহিলে সদা শিব আগে। তেবে নন্দী যেତେବେଳେ ରୁଦ୍ରଗଣଙ୍କୁ ସାଙ୍ଗରେ ଧରି ପ୍ରଚଣ୍ଡ ବେଗରେ ଯଜ୍ଞସ୍ଥଳଠିକି ପ୍ରବେଶ କରିବାକୁ ଗଲେ ଏବଂ ସେଠି କିଛି ବିଘ୍ନ ଘଟେଇବାର ଆଶଙ୍କା ଯେତେବେଳେ ଭୃଗୁ ଲକ୍ଷ୍ୟ କଲେ, ଭୃଗୁ ସେଠି ପୁରୋହିତ ଥିଲେ, ଭୃଗୁ କହିଲେ ଶୁକ୍ର, ସେତେବେଳେ ପୁରୋହିତ ସେଠି ଥିଲେ ଏବଂ ସେ ଚିନ୍ତା କଲେ କାଳେ ଏଇ ରୁଦ୍ରଗଣଙ୍କ ସହିତ ନନ୍ଦୀ କିଛି ଗଣ୍ଡଗୋଳ କରିଦେବେ ବା କିଛି ଯଜ୍ଞକୁଣ୍ଡରେ ବିଘ୍ନ ଘଟେଇବେ। ତେଣୁ ସେ ଯଜ୍ଞକୁଣ୍ଡରେ ଗୋଟିଏ ଆହୁତି ଦେଇଦେଲେ ଏବଂ ତା ଭିତରୁ କେତେକ ଭୟଙ୍କର ଦେବତାଙ୍କୁ ସୃଷ୍ଟି କଲେ। ସେ ତାଙ୍କର ନାଁ ହେଉଛି ରଭୁ ନାମରେ ଦେବଗଣେ ଅନ୍ନଳୁ ଉଠିଲେ ତକ୍ଷଣେ। ସେଇ ନିଆଁରୁ ରଭୁ ନାମକ କିଛି ଦେବଗଣ ସେମାନେ ବାହାରିଲେ ଏବଂ ସେମାନେ କ'ଣ କହିଲେ ନା ଇମିତି ଶବ୍ଦ ସେମାନେ କରିକିରି ବାହାରିଲେ, ତା ଭିତରୁ ଘୋର ନାଦ କରି ସେମାନେ ବାହାରିଲେ। ଫଳରେ ରୁଦ୍ରଗଣ ତାଙ୍କୁ ଦେଖିକିରି ଡରି ଚାଲିଗଲେ, କାରଣ ଇଏ ଅନ୍ନଳରୁ ବାହାରିଛନ୍ତି, ଇଏ ଅଭିମନ୍ତ୍ରିତ। ତେଣୁ ତାଙ୍କୁ ଦେଖିକିରି ରୁଦ୍ରଗଣ ଭୟ ପାଇଗଲେ। ତା ଦେଖି ଧାଇଁଲେ ଘୋର ନାଦ କରି ଶବଦେ ଦଶ ଦିଗ ପୁରୀ ତେଣେ ଭାଜିଲେ ରୁଦ୍ର ସୈନି। ତେଣୁ ରୁଦ୍ରଙ୍କର ଯେଉଁ ସୈନ୍ୟ ସବୁ ଥିଲେ ସେସବୁ ଭାଙ୍ଗିଗଲେ। ଏ କଥାକୁ ଦେଖି ଦେବମୁନି ବୋଲନ୍ତି କିଏ? ନାରଦ। ନାରଦ ଯେତେବେଳେ ଏ ଦୃଶ୍ୟ ଦେଖିଲେ ଧାଇଁଲେ ଶିବପୁର ମାର୍ଗେ ତା ଦେଖି ବେগে ଦେବମୁନି ତେଣେ ଭାଜିଲେ ରୁଦ୍ର ସୈନି ଧାଇଁଲେ ଶିବପୁର ମାର୍ଗେ କହିଲେ ସଦା ଶିବ ଆଗେ। ତେଣୁ ନାରଦ ସିଧା ଯାଇ ଶିବଙ୍କ ନିକଟରେ ପହଞ୍ଚିଗଲେ ଏବଂ କହିଲେ ସତୀ ମରଣ କଥାଦି କହିଲେ ସକଳ ସମ୍ପାଦି ସେ ଦେବ ମୁନିର ଚରଣେ ଆତ୍ମାର ନିସ୍ତାର କାରଣେ କୃଷ୍ଣ ବିଷୟ ଭାଗବତ କହଇ ଦାସ ଜଗନ୍ନାଥ ଚତୁର୍ଥ ସ୍କନ୍ଧ ଶୁଦ୍ଧାବାଣୀ ସୁଜନେ ତର ଏହା ଶୁଣି। ତେଣୁ ନାରଦ ଯାଇ ଏ କଥା ଜଣେଇଦେଲେ ଭଗବାନ ଶଙ୍କରଙ୍କୁ। କହିଲେ ହେ ମହାଦେବ, ଆପଣଙ୍କ ପତ୍ନୀ ସତୀ ଆଉ ନାହାନ୍ତି। ସେ ଯେତେବେଳେ ଦେଖିଲେ ସେଠି ତାଙ୍କୁ କେହି ପଚାରୁନାହାନ୍ତି, କେବଳ ତାଙ୍କ ଭଉଣୀ ଏବଂ ମା ବ୍ୟତୀତ ପିତା କିଛି କହୁନାହାନ୍ତି ବା ତାଙ୍କର ଆଉ ଯେତେ ଭାଇମାନେ ବା ତାଙ୍କର ଯେତେ ବନ୍ଧୁବାନ୍ଧବ କେହି ତାଙ୍କ ସହିତ କଥା ହେଉନାହାନ୍ତି। ସେତେବେଳେ ସେ ତାଙ୍କ ପିତାଙ୍କୁ ବହୁ ଗାଳି କଲେ ଯେ ତୁମେ ଶିବ ନିନ୍ଦା କାହିଁକି କଲ, ଶିବଙ୍କୁ କାହିଁକି ଅସମ୍ମାନ କଲ, ମୁଁ ଏସବୁ ସହିପାରିବିନି। ଏସବୁ କହି ସେ ଯଜ୍ଞକୁଣ୍ଡ ପାଖରେ ପହଞ୍ଚିଗଲେ ଏବଂ ସେଇଠି ଆତ୍ମାହୁତି ଦେଇଦେଲେ। ଏକଥା ଭଗବାନ ଶଙ୍କରକୁ ଜଣେଇଲେ। ତେବେ ତାପରେ କ'ଣ ହେଲା ଆମେ ପଞ୍ଚମ ଅଧ୍ୟାୟରେ ପାଠ କରିବା। ତାହେଲେ ଆଜି ଆମର ଭାଗବତ ପାଠକୁ ଏଇଠି ବିରାମ ଦେବା। ହରି ଓମ୍। ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ହରି ଓମ୍।